ସରିଲା ମେ ମାସ ଆରମ୍ଭ ହେବ ଜୁନ୍ ମାସ 1 ତାରିଖ। ଆଉ ଏ ଜୁନ୍ 1 ତାରିଖରୁ 10 ଗୋଟି ନୂଆ ନିୟମ ଲାଗୁ ହେବ, ଯାହା ଆପଣମାନେ ସମସ୍ତେ ଜାଣି ରଖିବା ନିହାତି ଜରୁରୀ। ସିଧା ପ୍ରଭାବ ଆପଣଙ୍କ ପକେଟ ଉପରେ ମଧ୍ୟ ପଡ଼ିପାରେ। ତେବେ ଏଲପିଜି ସିଲିଣ୍ଡର, ବ୍ୟାଙ୍କ, କ୍ରେଡିଟ୍ କାର୍ଡ, ଏଟିଏମ୍, ଆଧାର ଅପଡେଟ୍, ମ୍ୟୁଚୁଆଲ ଫଣ୍ଡ, ତେବେ ଏମିତି ବହୁତ ସାରା ନୂଆ ନିୟମ ଆସିଗଲା ଯାହାକି ଜୁନ୍ 1ରୁ ଆପଣଙ୍କୁ ଲାଗୁ ହେବ। ଗୋଟେ ଗୋଟି ଆମେ ଜାଣିବା, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ପ୍ରଥମ ରହିଛି ଲଞ୍ଚ ହେବ ଇପିଏଫ୍ଓର 3.0। ଜୁନ୍ 1ରୁ ଇପିଏଫ୍ଓରୁ ନୂଆ ଭର୍ସନ ଇପିଏଫ୍ଓ 3.0 ଲଞ୍ଚ ହେବ। ଏହାଦ୍ୱାରା ପୂର୍ବ ଅପେକ୍ଷା ପିଏଫ୍ ଉଠାଣ, କେୱାଇସି ଅପଡେଟ୍ ଏବଂ କ୍ଲେମ୍ ପ୍ରୋସେସ୍ ଶୀଘ୍ର ହେବ। ବିଶେଷ କରି ଏଟିଏମ୍ ଭଳି ଇପିଏଫ୍ କାର୍ଡ ବ୍ୟବହାର କରିହେବ। ଆଉ 2ରେ ଏଫ୍ଡି ସୁଧରେ ପରିବର୍ତ୍ତନ ହେବା ସମ୍ଭାବନା। ଜୁନ୍ରୁ ବ୍ୟାଙ୍କ ଫିକ୍ସଡ ଡିପୋଜିଟ୍ ଏବଂ ଋଣରେ ସୁଧ ଦରରେ ପରିବର୍ତ୍ତନ କରିପାରେ। ରିଜର୍ଭ ବ୍ୟାଙ୍କର ସମ୍ଭାବିତ ରେପୋ ରେଟ୍ ହ୍ରାସ ଯୋଗୁଁ ଏଫ୍ଡି ରେଟ୍ କମିପାରେ। ଯେପରିକି ସୂର୍ଯ୍ୟୋଦୟ ସ୍କୁଲ ଫାଇନାନ୍ସ ବ୍ୟାଙ୍କରେ 5 ବର୍ଷର ଏଫ୍ଡିରେ ସୁଧ 8.6%ରୁ 8%କୁ ହ୍ରାସ କରିଛି। ଆଉ 3ରେ କ୍ରେଡିଟ୍ କାର୍ଡ ରିୱାର୍ଡସ୍ ଏବଂ ଚାର୍ଜରେ ପରିବର୍ତ୍ତନ। ଜୁନ୍ 1ରୁ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କରେ କ୍ରେଡିଟ୍ କାର୍ଡ ନିୟମରେ ପରିବର୍ତ୍ତନ ହେବ। ରିୱାର୍ଡ ପଏଣ୍ଟର ଲିମିଟ୍ ଧାର୍ଯ୍ୟ ହୋଇପାରେ। ଅଟୋ ଡେବିଟ୍ ଫେଲ୍ ହେଲେ ପେନାଲ୍ଟି କମିପାରେ। ୟୁଟିଲିଟି ପେମେଣ୍ଟରେ ଅତିରିକ୍ତ ଚାର୍ଜ ଲାଗିପାରେ। ଆଉ 4ରେ ଏଲପିଜି ସିଲିଣ୍ଡର ଦରରେ ପରିବର୍ତ୍ତନ। ପ୍ରତି ମାସ ପହିଲାରେ ଏଲପିଜି ସିଲିଣ୍ଡର ଦର ନେଇ ସମୀକ୍ଷା କରାଯାଏ। ତେଣୁ ଜୁନ୍ 1ରେ ଘରୋଇ ଏବଂ କମର୍ସିଆଲ ଗ୍ୟାସ୍ ଦର ବଢ଼ିପାରେ କିମ୍ବା କମିପାରେ। ଆଉ 5 ନମ୍ବରରେ ଏଟିଏମ୍ ଟ୍ରାଞ୍ଜାକ୍ସନ୍ ଚାର୍ଜ ବଢ଼ିପାରେ। ଏଟିଏମ୍ରେ ଫ୍ରି ଟ୍ରାଞ୍ଜାକ୍ସନ୍ ଲିମିଟ୍ ପରେ ଅତିରିକ୍ତ ଟ୍ରାଞ୍ଜାକ୍ସନ୍ ପାଇଁ ଚାର୍ଜ ଲାଗିପାରେ। ଯେଉଁମାନେ ବାରମ୍ବାର କ୍ୟାସ୍ ଉଠାଉଛନ୍ତି ସେମାନେ ଏହାଦ୍ୱାରା ପ୍ରଭାବିତ ହେବେ। ଆଉ 6ରେ ମ୍ୟୁଚୁଆଲ ଫଣ୍ଡରେ ନୂଆ କଟ୍ ଅଫ୍ ଟାଇମ୍। ସେବି ଓଭରନାଇଟ୍ ମ୍ୟୁଚୁଆଲ ଫଣ୍ଡ ସ୍କିମ୍ ପାଇଁ ନୂଆ କଟ୍ ଅଫ୍ ଟାଇମ୍ ଲାଗୁ କରିଛି। ଜୁନ୍ 1ରୁ ଅଫଲାଇନ୍ ଟ୍ରାଞ୍ଜାକ୍ସନ୍ ପାଇଁ ଅପରାହ୍ନ 3ଟା, ଅନଲାଇନ୍ ପାଇଁ ସନ୍ଧ୍ୟା 7ଟା ଧାର୍ଯ୍ୟ ହେବ। ଏହାପରେ କରାଯାଇଥିବା ଅର୍ଡର ଆସନ୍ତା କାର୍ଯ୍ୟ ଦିବସରେ ହୋଇଥିବା ଧରାଯିବ। ଆଉ 7ରେ ଆଧାର ଅପଡେଟ୍। ଫ୍ରିରେ ଆଧାର କାର୍ଡ ଅପଡେଟ୍ ସୁବିଧା ଜୁନ୍ 14 ଯାଏ ଜାରି ରହିଛି। ଏହାପରେ ଅନଲାଇନ୍ ଅପଡେଟ୍ 25 ଟଙ୍କା ଏବଂ ସେଣ୍ଟରରେ କଲେ 50 ଟଙ୍କା ଲାଗିବ। ଏଥିପାଇଁ ଜଲ୍ଦି ଅପଡେଟ୍ କରିନିଅନ୍ତୁ। ଆଉ 8ରେ ୟୁପିଆଇ ଟ୍ରାଞ୍ଜାକ୍ସନରେ ଦେଖାଯିବ ଅସଲି ରିସିଭରଙ୍କ ନାମ। ଏନପିସିଆଇ ନୂଆ ନିୟମ ଲାଗୁ କରିଛି। ଏହାଦ୍ୱାରା ୟୁପିଆଇ ପେମେଣ୍ଟ କରିବା ସମୟରେ ୟୁଜର୍ସକୁ କେବଳ ଅସଲି ରିସିଭରଙ୍କ ନାମ ଦେଖିବାକୁ ମିଳିବ। କ୍ୟୁଆର୍ କୋଡ୍ କିମ୍ବା ଏଡିଟ୍ ହୋଇଥିବା ନାମ ଦେଖାଯିବ ନାହିଁ। ଏହି ନିୟମ 30 ଜୁନ୍ ଯାଏ ସମସ୍ତ ୟୁପିଆଇ ଆପ୍ରେ ଲାଗୁ କରାଯିବ। ଆଉ 9ରେ ଜୁନ୍ରେ 12 ଦିନ ବନ୍ଦ ରହିବ ବ୍ୟାଙ୍କ। ଆରବିଆଇ ଅନୁସାରେ ଜୁନ୍ ମାସରେ ମୋଟ 12 ଦିନ ବ୍ୟାଙ୍କ ଛୁଟି ରହିବ। ଏହି ଛୁଟିରେ ରବିବାର, ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସାମିଲ ରହିଛି। ଏତଦ୍ ବ୍ୟତୀତ ବକ୍ରିଦ୍ ଭଳି ଉତ୍ସବ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଆଉ 10 ନମ୍ବରରେ କ୍ରେଡିଟ୍ କାର୍ଡରୁ ୟୁଟିଲିଟି ବିଲ୍ ପେମେଣ୍ଟ ମହଙ୍ଗା ହୋଇପାରେ। ଜୁନ୍ରୁ କ୍ରେଡିଟ୍ କାର୍ଡରୁ ବିଜୁଳି, ପାଣି ଭଳି ୟୁଟିଲିଟି ପେମେଣ୍ଟ କଲେ ଅତିରିକ୍ତ ଚାର୍ଜ ପଡ଼ିପାରେ। କ୍ୟାଶବ୍ୟାକ୍ ସର୍ତ୍ତର ବି ପରିବର୍ତ୍ତନ ହୋଇପାରେ। ଏନେଇ କିଛି ବ୍ୟାଙ୍କ ମଧ୍ୟ ସଂକେତ ଦେଇଛନ୍ତି।